ମା। ମା। ଯୋଉ ମନର ଶକ୍ତି ସକାଳ ଲେଖା ହେଇଛି, ହୁଁ। ସେ ଯୋଉ ଲେଖା ହେଇଛି ବୁଦ୍ଧି ହେଉଛି ମନର ଏପରି ଏକ ଅଙ୍ଗ ଯାହାକି କେତେକ କାର୍ଯ୍ୟ ନିର୍ବାହକ ଶ୍ରେଣୀ ରୂପେ ଗଠିତ। ପ୍ରଧାନତଃ ଦୁଇଟି ଶ୍ରେଣୀରେ ବିଭକ୍ତ କରାଯାଇପାରେ। ଯୋଉ ଦକ୍ଷିଣ ଭାଗ ବାମ ଭାଗ ଏଇଟା ଟିକେ ବୁଝେଇବୁ। ତାଙ୍କର ପ୍ରଶ୍ନଟି ହଉଛି ଶିକ୍ଷା ବହିରେ ମା ଯେତେବେଳେ ଲେଖୁଛନ୍ତି ମନର ଶକ୍ତି ସକଳରେ ତୃତୀୟ ସ୍ତର କଥା କହୁଛନ୍ତି ବୁଦ୍ଧି, ଯାହାକି ଚିନ୍ତାର ଯଥାର୍ଥ ଉପକରଣ। ତାହା ସମଗ୍ର ଯନ୍ତ୍ରର ଅନ୍ୟ ଅଂଶ ଗୁଡ଼ିକ ଦ୍ୱାରା ଯେଉଁ ଜ୍ଞାନ ଲାଭ କରାଯାଏ ତାହାକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରେ। ଏଇ ବୁଦ୍ଧିରେ କହିଲା ବେଳେ କହିଛନ୍ତି ଯେ ଏଇଟାରେ ଦୁଇଟି ଶ୍ରେଣୀରେ ବିଭକ୍ତ କରାଯାଇଛି, ଗୋଟେ ହଉଛି ଦକ୍ଷିଣ ଭାଗର କାର୍ଯ୍ୟ, ଗୋଟେ ବାମ ଭାଗର କାର୍ଯ୍ୟ। ଏଇଟା ଆମର ବ୍ରେନ ରେ ଯୋଉ ଦିଟା ହେମିସ୍ଫିୟର ରହିଛି, ଆମର ଆମର ଏଇଟା ମୁଣ୍ଡ, ଏଇଟା ହଉଛି ଆମର ମୁଣ୍ଡର ଯୋଉଟା ସ୍କଲ ବୋନ ଟା, ତା ଭିତରେ ବ୍ରେନ ରହିଛି। ହଁ, ବ୍ରେନ ର ଏଠି ଯୋଉ ଅଂଶଟା ରହିଛି ତାକୁ ଆମର ଓଡିଆରେ କହୁଛନ୍ତି ଲଘୁ ମସ୍ତିଷ୍କ, ଗୁରୁ ମସ୍ତିଷ୍କ ଯୋଉ ରହିଛି। ଗୁରୁ ମସ୍ତିଷ୍କ ଟା ଦି ଭାଗରେ ବିଭକ୍ତ ହଉଛି, ଗୋଟେ ହଉଛି ଲେଫ୍ଟ ସେରେବେଲମ, ଆଉ ଗୋଟେ ସେରେବ୍ରମ। ଆମେ ଇଂରାଜୀରେ ତାକୁ କହୁଛୁ ସେରେବ୍ରାଲ ହେମିସ୍ଫିୟର, ଆଉ ଗୋଟେ ହଉଛି ସେରେବେଲାର ହେମିସ୍ଫିୟର। ଲେଫ୍ଟ ରାଇଟ, ଏଇ ଯୋଉ କୁହାଯାଏ ଆମର ସାଧାରଣତଃ ସେରେବେଲାର ହେମିସ୍ଫିୟର ରେ ଆମର ଯୋଉଟା ଏଠି ପଛପଟେ ରହିଥାଏ ଲଘୁ ମସ୍ତିଷ୍କ, ତା ଦେହରେ ଦିଟା ପାର୍ଟ ରହିଛି, କୁହନ୍ତି ଲେଫ୍ଟ ଆଉ ଗୋଟେ ରାଇଟ। ଏବଂ କେହି କେହି ଯୋଉମାନେ ରିସର୍ଚ୍ଚ ରିସର୍ଚ୍ଚବିତ୍ ମାନେ କୁହନ୍ତି ଯେ ବାମ ପଟରେ କୋଉ କୋଉ ବ୍ୟକ୍ତି ମାନଙ୍କର ଲେଫ୍ଟ ସାଇଡ ଯଦି ଅଧିକ ଆକ୍ଟିଭ ଅଛି ତାର ଲକ୍ଷଣ କଣ ପ୍ରକାଶ ପାଇବ, ଏବଂ ଯୋଉମାନଙ୍କର ରାଇଟ ହେମିସ୍ଫିୟର ଆକ୍ଟିଭ ଅଛି ସେମାନଙ୍କର କଣ ଲକ୍ଷଣ ପ୍ରକାଶ ପାଇବ। ସେଇ ଗୋଟିକ କଥାଟା ଏଠି ବର୍ଣ୍ଣନା କରାଯାଇଛି, ଯୋଉଟା କି ତାଙ୍କର ହଉଛି ପ୍ରଶ୍ନ ଯେ ସେଇ ଯୋଉ ଦକ୍ଷିଣ ଭାଗ ଆଉ ବାମ ଭାଗଟାକୁ ବର୍ଣ୍ଣନା କରିବ। ଆମେ ଆଉ ଗୋଟେ କଥା ଜାଣିଥିବା, ସେଟା ଯଦି ନ୍ୟୁରନ ବା ସ୍ନାୟବିକ ଆବେଗର ଗତି କଥା ଯଦି କୁହାଯାଏ, ସେତେବେଳେ ଅ, ଆମର ଲେଫ୍ଟ ସାଇଡରେ ବ୍ରେନ ର ଲେଫ୍ଟ ସାଇଡରେ ଡାହାଣ ପଟ ଅଙ୍ଗ ମାନଙ୍କର ସ୍ନାୟବିକ ଆବେଗଟା ସେଠୁ ଆସେ, ଏବଂ ରାଇଟ ସାଇଡ ରେ ଲେଫ୍ଟ ସାଇଡ ର ସ୍ନାୟବିକ ଆବେଗ ଗୁଡାକ ଆସେ, ଯୋଉ ସ୍ପନ୍ଦନ ଆସେ। ସେଇଭଳି ଭାବରେ ଦକ୍ଷିଣ ଭାଗର କାର୍ଯ୍ୟକ୍ଷମତା ହଉଛି ବୃତ୍ତି ସମୂହ, ଆଉ ବାମ ଭାଗର କାର୍ଯ୍ୟ ହଉଛି କ୍ଷମତା ସମୂହ। ସେଇ ଯୋଉ ଦକ୍ଷିଣ ଭାଗର କାର୍ଯ୍ୟକ୍ଷମତା ହଉଛି ବୃତ୍ତି ସମୂହ, ତାକୁ ଡିଟେଲସ ରେ ଆମେ କହିଲେ କହିବା ଯେ ତାକୁ ସୃଜନଶୀଳତା, ସମନ୍ୱୟ ମୂଳକ, ବ୍ୟାପକ ଦୃଷ୍ଟିକୋଣରୁ ଏଇ ସବୁ ଜିନିଷ ଭିତରେ କଣ କଣ ରହେ ନା ବିଚାର କରିବା, କଳ୍ପନା କରିବା, ସ୍ମୃତି କରିବା, ସ୍ମୃତି ମାନେ ମନେ ରଖିବା, ପର୍ଯ୍ୟବେକ୍ଷଣ। ଆମର ରାଇଟ ହେମିସ୍ଫିୟରରେ, ବ୍ରେନ ର ରାଇଟ ହେମିସ୍ଫିୟର ରେ ସାଧାରଣତଃ କ୍ରିଏଟିଭ ୱାର୍କ, ଯେମିତି କିି ଆମେ କହୁଛନ୍ତି ଇମାଜିନେସନ ରହିଲା, ଜଜମେଣ୍ଟ ରହିଲା, ଆଉ ମେମୋରି ପାୱାର ରହିଲା, ଆଉ ଅବଜର୍ଭ କରିବା, ଯୋଉମାନଙ୍କର ରାଇଟ ହେମିସ୍ଫିୟର ଅଧିକ ଆକ୍ଟିଭ ଥିବ ସେମାନଙ୍କର କାର୍ଯ୍ୟରେ, ସେମାନଙ୍କର କାର୍ଯ୍ୟକଳାପରେ ପ୍ରାୟତଃ ସୃଜନଶୀଳତା ପରିପ୍ରକାଶ ହେଇଥାଏ, ଏବଂ ସିଏ କଳ୍ପନା ପ୍ରବଣ ହେଇଥାନ୍ତି ଏବଂ ଭଲ ମନେ ରଖି ପାରନ୍ତି। ସେମାନଙ୍କର ପର୍ଯ୍ୟବେକ୍ଷଣ କରିବାର ସାମର୍ଥ୍ୟ ଅଧିକ ବିକଶିତ ହୁଏ। ସେଇଭଳି ସେମାନଙ୍କର ବିଚାର, ଅନେକ ଜିନିଷରେ ବିଚାର କରିବାର ସାମର୍ଥ୍ୟ ଅଧିକ ଥାଏ। ଆଉ ଯୋଉମାନଙ୍କର ଲେଫ୍ଟ ବା ବାମ ଭାଗଟା ଆକ୍ଟିଭ ଥାଏ, ସେମାନେ ବେଶୀ ଯୁକ୍ତିଯୁକ୍ତ ପ୍ରବଣ କରନ୍ତି, ଲଜିକାଲ ବୋଲି କୁହାଯାଏ। ସେମାନେ ବହୁତ ଲଜିକ ପକାନ୍ତି, ଯୁକ୍ତିଯୁକ୍ତ ତାଙ୍କର ହଉଛି ପ୍ରଧାନ ଅସ୍ତ୍ର।
ଏଠି ଲେଖୁଛନ୍ତି ବାମ ଭାଗର ବାମ ଭାଗର କାର୍ଯ୍ୟକ୍ଷମତାର ଅନ୍ତର୍ଗତ ହେଲା ତୁଳନା ଓ ଯୁକ୍ତି। ଯୋଉମାନଙ୍କର ଲେଫ୍ଟ ସାଇଡ ଟା ଅଧିକ ଆକ୍ଟିଭ ଥାଏ ସେମାନେ ଅଧିକାଂଶ ଯୁକ୍ତି ପ୍ରବଣ ହେଇଥାନ୍ତି ଏବଂ ତୁଳନା କରି ଜାଣନ୍ତି, ମାନେ ରିଲେଟିଭ ଆପେକ୍ଷିକ ଭାବରେ କୋଉଟା କାଠାରୁ ଅଧିକ କମ ବେଶୀ, ଏଇ ଯୋଉ ତୁଳନାତ୍ମକ ଜ୍ଞାନ ଟା ସାଧାରଣତଃ ଲେଫ୍ଟ ହେମିସ୍ଫିୟର ରୁ ଆକ୍ଟିଭ ହୁଏ। ତେଣୁ ସେମାନେ କଣ କରନ୍ତି, ସବୁ ଗୁଡି ବେଳେ ଯୋଉ ଶ୍ରେଣୀ ବିଭାଗ କରିପାରନ୍ତି, ସିଦ୍ଧାନ୍ତ କରନ୍ତି, ଅନୁମାନ କରନ୍ତି, ନିଷ୍ପତ୍ତି ନିଅନ୍ତି, ସାଧାରଣତଃ ଯୁକ୍ତି ସଙ୍ଗତ ଭାବରେ ସିଏ ନିଷ୍ପତ୍ତି ନିଅନ୍ତି। ଏଇଟା କୁ ମା ତାକୁ ସେଇଟାକୁ ଆହୁରି ବର୍ଣ୍ଣନା କରୁଛନ୍ତି ଟିକେ ଯୋଉଭଳି ଭାବରେ ଆମେ ତାକୁ ଟିକେ ବୁଝିବାଟା ଆମେ ଭାବୁଛୁ ବୋଧେ ଏଇଟା ସେଇ ପଟଟା ଆକ୍ଟିଭ ହେଲେ ଏୟା ହବ ନା ଏୟା ହେଲେ ସେପଟ ଆକ୍ଟିଭ ହବ। ସାଧାରଣତଃ କଣ ହୁଏ, ଆମର ଯଦି ଦେଖିବା ଜୀବନ କ୍ଷେତ୍ରରେ ଯାହାର ସଂକଳ୍ପ ଶକ୍ତି ଦୃଢ ରହିଲା ଏବଂ ଯଦି ସିଏ ଭଗବାନଙ୍କ ପ୍ରତି ତାର ବିଶ୍ୱାସ ନିର୍ଭରତା ଅଧିକ ବୃଦ୍ଧି ପାଇଲା, ତାହେଲେ ସିଏ କଣ କରେ, ତାର ଯୋଉ ସ୍ୱଭାବତଃ ପ୍ରକୃତି ସେଇଟାକୁ ସେ ଭଗବାନଙ୍କ ଆଡକୁ ନିର୍ଦ୍ଦେଶିତ କରେ। ଯେ ଭଗବତ ନିର୍ଦ୍ଦେଶିତ ନହେଲା, ସିଏ ସେଇ ତାର ସାମର୍ଥ୍ୟଟାକୁ ସିଏ କଣ କରିବ, ସାଂସାରିକ ତାର ଯୋଉ ଲାଭ କ୍ଷତି ସେଇ ଦିଗରେ ତାକୁ ସେ କଣ କରିବ, ପଥ ପ୍ରଦର୍ଶନ କରିବ ବା ସେଇ ଦିଗରେ ସେ ଯିବ। ସାଧାରଣତଃ ଆମେ ଯୋଉ କାର୍ଯ୍ୟ କରିବା ପାଇଁ ଜନ୍ମଗ୍ରହଣ କରିଛୁ, ଆମ ଚତୁଃପାର୍ଶ୍ଵରେ ସେଇ ପ୍ରକାରର ପରିବେଶଟିଏ ତିଆରି କରାଯାଏ ଏବଂ ସେଇ ପରିବେଶର ପ୍ରଭାବ ଫଳରେ ଆମର କୋଉ ପଟଟା ବ୍ରେନ ର ଆକ୍ଟିଭ ହବ ବା ବୁଦ୍ଧିର କୋଉ ପଟଟା ଆକ୍ଟିଭ ହବ, କୋଉଟା ଅଧିକ ପରିପ୍ରକାଶ ହବ ତା ଉପରେ ନିର୍ଭର କରୁଛି। ଏଠି କେତେଟା ଜିନିଷ ନିର୍ଭର କରିବ, ଗୋଟେ ଜିନିଷ ହେଲା ପୂର୍ବ ଜନ୍ମ ନିର୍ଭର କରିବ, ପୂର୍ବ ଜନ୍ମର ଆମର କେତେ ଅଗ୍ରଗତି ହେଇଛି ତା ଉପରେ ନିର୍ଭର କରେ ଏବଂ ଏଇ ଜନ୍ମରେ କଣ ନିଷ୍ପତ୍ତି ନେଇଛ ତା ଉପରେ ନିର୍ଭର କରେ। ତାପରେ ଆମେ ଜନ୍ମଗ୍ରହଣ କରିସାରିଲା ପରେ ଯୋଉମାନେ ମୁକ୍ତ ଆତ୍ମା, ଯୋଉମାନେ ତାଙ୍କ ଚତୁଃପାର୍ଶ୍ଵରେ ପରିବେଶ ପରିସ୍ଥିତିକୁ ନିଜେ ତିଆରି କରନ୍ତି, ତାଙ୍କ କଥା ଅଲଗା। ଆଉ ଯୋଉ ଆମେ ମାନେ ଯୋଉମାନେ ସବୁ ସାଧାରଣ, ଆମ ପାଇଁ ଆମର ଯୋଉ ପରିବେଶ ପରିସ୍ଥିତି ଟିକେ ତିଆରି ହେଇଥାଏ ସିଏ କଣ କରେ, ତାକୁ ପ୍ରଭାବ ପକାଏ। ଏଇଟା ଆମେ ଆଗରୁ ବି କଥା ହଉଥିଲେ। ତେଣୁ ପରିବେଶ ପରିସ୍ଥିତି କଣ କରେ, ଆମର କୋଉ ପଟଟା ଅଧିକ କାର୍ଯ୍ୟକ୍ଷମ ହବ, କୋଉ ପଟଟା ଅଧିକ ପରିପ୍ରକାଶ ହବ, ତାହା ନିର୍ଭର କରେ ପରିବେଶ ଉପରେ ମଧ୍ୟ। ତେଣୁ ଏଠି ତିନିଟା କଥା ହେଲା, ଗୋଟେ ହେଲା ପୂର୍ବ ଜନ୍ମର କର୍ମ, ଦ୍ୱିତୀୟ ହେଲା ଏଇ ଜନ୍ମରେ କଣ ମୁଁ ନିଷ୍ପତ୍ତି ନେଇକିରି ଆସିଛି, ତୃତୀୟଟି ହେଲା ପରିବେଶ ପରିସ୍ଥିତିର ପ୍ରଭାବ। ଚତୁର୍ଥ ହେଲା, ଚତୁର୍ଥ ଟା ସବୁବେଳେ ଆମେ ଆମ ହାତରେ କିଛି ନାହିଁ, ସେଟା ହଉଛି ଅହେତୁକି କୃପା। ମା କଣ ସ୍ଥିର କରିବେ ଆମେ କେହି କହିପାରିବେ। ଓକେ, ତେଣୁ ଆମେ ଯେତେବେଳେ ଜନ୍ମ ଗ୍ରହଣ କଲେ ଏଇ ଯୋଉ ତିନିଟା ପ୍ରଭାବ ଫଳରେ ଆମର ବୁଦ୍ଧିର କୋଉ ପଟଟା ଅଧିକ କାର୍ଯ୍ୟକ୍ଷମ ହଉଛି, ସେଇ ଅନୁସାରେ ଆମର ବାହ୍ୟ ଲକ୍ଷଣ ଗୁଡାକ ପରିପ୍ରକାଶ ହୁଏ। ଯଦି ଆମର ବାମ ପଟଟି ଆକ୍ଟିଭ ହେଲା, ତାହେଲେ ଆମେ ସାଧାରଣତଃ ଲଜିକାଲ ହେଇଥାଉ। ଯଦି ଆମେ ଇଂରାଜୀରେ ବୁଝିଲେ ଲଜିକାଲ କହିଲେ ବୁଝି ହବ। ସେଇଟାକୁ ମା ବର୍ଣ୍ଣନା କରୁଛନ୍ତି ଯୁକ୍ତି ସଙ୍ଗତ। ସେମାନେ ତୁଳନା କରନ୍ତି, ପ୍ରଭେଦ ଦେଖନ୍ତି, ସବୁ ଗୁଡାକ ସେମାନେ ଏମିତି ସେମିତି କଥାଟାକୁ ବିଶ୍ଵାସ କରିଦେବେନି। ସେ ତାକୁ ବୁଝିବେ, ହଁ ଏଇଟା ଏମିତି ହେଇଛି ସେମିତି ହେଇଛି, ତାହେଲେ ଏଇଆ ହେଇଥିବ, ତାହେଲେ ସେ ହେଇଥିବ, ଏମିତି ହେଇଥିଲେ ଏଇଆ ହବ। ଏଇ ଯୋଉ ଗୁଡାକ ଯୁକ୍ତି ସଙ୍ଗତ ଭାବରେ ତୁଳନା କରି ଡିସକ୍ରିମିନେଟ କରିବ, ଏଇଟା ଏଇଆ ସେଇଟା ସେଇଆ, ଏଇ ଯୋଉ ପାର୍ଥକ୍ୟ ବୋଧ, ଏଇ ଜ୍ଞାନଟି ତାର ଆସେ। ଆଉ ଯୋଉମାନଙ୍କର ଦକ୍ଷିଣ ଭାଗ ବା ରାଇଟ ହେମିସ୍ଫିୟର ଆକ୍ଟିଭ ଥାଏ, ସେମାନେ ଭଲ ଇମାଜିନ କରିପାରନ୍ତି। ଆଉ ଯେମିତି ଆମର କହନ୍ତି ନା ଯେ ସେମାନଙ୍କର ଇତିହାସ ଫିତିହାସ ଭଲ ମନେ ରହିବ, ସ୍ମୃତି ଶକ୍ତି ପ୍ରବଳ ଥାଏ। କିନ୍ତୁ ଅବଜର୍ଭ କରିବାର ବି ସାମର୍ଥ୍ୟ ତାଙ୍କର ଅଧିକ, ସବୁ ଜିନିଷକୁ ଟିକନିକ ଅବଜର୍ଭ କରନ୍ତି। ଏପଟରେ ଏମାନେ ଯୁକ୍ତି ସଙ୍ଗତ କରନ୍ତି,
କିନ୍ତୁ ସେମାନେ ଟେକ୍ନିକ ଅବଜର୍ଭ କରନ୍ତି। ତେଣୁ ପର୍ଯ୍ୟବେକ୍ଷଣ ସାମର୍ଥ୍ୟ, କଳ୍ପନା, ବିଚାର ସେମାନଙ୍କର ଅଧିକ ଥାଏ। ସେଇଥିପାଇଁ କୁହାଯାଏ। କିନ୍ତୁ ମାଜୁ କହୁଛନ୍ତି ଯେ ମନର ଦକ୍ଷିଣ ଭାଗ ହେଉଛି ଜ୍ଞାନର ପ୍ରଭୁ, ବାମ ଭାଗ ହେଉଛି ଭୃତ୍ୟ। ଏଇଟା ଏଇ ଅର୍ଥରେ କୁହାହଉଛି ଯେ ଯୋଉମାନଙ୍କର, ଯେହେତୁ ସେମାନେ ଇମାଜିନ କରନ୍ତି, ପର୍ଯ୍ୟବେକ୍ଷଣ କରନ୍ତି, ଏସବୁ ଜିନିଷ ଗୁଡିକ କରନ୍ତି, ତେଣୁ ସେମାନେ ଆଗ ଦେଖିଲେ, ସେମାନେ ଜିନିଷକୁ ତନ୍ନ ତନ୍ନ କରି ପରୀକ୍ଷଣ କଲେ, ତାପରେ ତାପରେ ଯାଇକି କଣ ହବ, ତୁଳନା କରିବ ନା, ତାପରେ ଯାଇ ଯୁକ୍ତି ଦବ। ଆଗ ନିଜ ପାଖରେ ଜ୍ଞାନ ଆସିବ, ତାପରେ ତମେ ଯୁକ୍ତି ଦବ। ତେଣୁ ଦକ୍ଷିଣ ଭାଗ, ସେମାନଙ୍କୁ ସେଇଥିପାଇଁ ମା କହୁଛନ୍ତି ମନର ଦକ୍ଷିଣ ଭାଗ ହଉଛି ପ୍ରଭୁ ଏବଂ ବାମ ଭାଗ ହଉଛି ଭୃତ୍ୟ। ଭୃତ୍ୟ ମାନେ କାର୍ଯ୍ୟରେ ପରିଣତ କରେ। ତେଣୁ ବାମ ଭାଗ କେବଳ ଜ୍ଞାନର ବହିରାବଣକୁ ସ୍ପର୍ଶ କରେ, ଦକ୍ଷିଣ ଭାଗ ଜ୍ଞାନର ଆତ୍ମାକୁ ଭେଦ କରିଥାଏ। କାରଣ ଯେହେତୁ ଯୁକ୍ତି ଯୁକ୍ତତା ଯେତେବେଳେ ରହିଲା, ସେ ସାଧାରଣତଃ ମାଇଣ୍ଡ ସ୍ତରରେ ରହିବ। ଏଇ କଥାଟିକୁ ସେ ଟିକେ ଲେଖି ଦେଇଛନ୍ତି, ଯୋଉଟାକୁ ଆମେ ମନେ ରଖିବା ବା ବୁଝିବା ପାଇଁ ଚେଷ୍ଟା କରିବା ତ ନିହାତି। କିନ୍ତୁ ମାଙ୍କୁ ଯଦି ପ୍ରାର୍ଥନା କରିବା, ସେ ଆମ ପାଇଁ ଯୋଉଟା ଦରକାର, ଯୁକ୍ତି ବୁଦ୍ଧିର କେତିକି ଦରକାର ଏବଂ ପର୍ଯ୍ୟବେକ୍ଷଣ କେତିକି ଦରକାର, ସିଏ ଆମର କଣ କରିବେ, ଆମ ଭିତରେ ତାକୁ ଆକ୍ଟିଭ କରିବେ। ନା ଏଇଟା ହଉଛି ଚତୁର୍ଥ ପାର୍ଟ। ପରିବେଶ ପରିସ୍ଥିତି ତା, ଯଦି ଚତୁର୍ଥ ପାର୍ଟ ଟା ଯଦି ମୋର ମାଙ୍କ ପାଖରେ ପ୍ରେୟାର ରହିଲା, ପ୍ରାର୍ଥନା ରହିଲା, ସଂକଳ୍ପ ଶକ୍ତି ମୁଁ ଯଦି ଦୃଢ କଲି ଏବଂ ଧୈର୍ଯ୍ୟର ସହ ସେଇଥିରେ ଲାଗି ରହିଲି ଯେ ନାଇଁ ମୋର ଏଇଟା ଦରକାର ବୋଲି, ତାହେଲେ କଣ ହବ ନା ପରିବେଶ ପରିସ୍ଥିତି ସେ ତିଆରି କରିଦେବେ। ଆଚ୍ଛା, ଦିଟା ଯାକ ଏକାଠି ଆକ୍ଟିଭ ହୁଏ ତ ନା କଣ? ହଁ ହଁ, ତ ଏମିତି କିଛି ନାହିଁ। ସେମିତି କିଛି ନାହିଁ, କାହା କ୍ଷେତ୍ରରେ ଦିଟା ସମସ୍ତଙ୍କ କ୍ଷେତ୍ରରେ ଦିଟା ଯାକ କାମ ଥାଏ, ଆକ୍ଟିଭ କରୁଥାଏ। ତା ଭିତରୁ କିଏ ସେ କୋଉ ଭାଗଟା ଟିକେ ଅଧିକ ଆକ୍ଟିଭ ହୁଏ, କୋଉ ଭାଗଟା ଟିକେ କମ ଆକ୍ଟିଭ ଥାଏ। ତାପରେ ଯୋଉମାନେ ଯୋଗ ସାଧନା କ୍ଷେତ୍ରରେ ଯାଆନ୍ତି, ସେମାନେ ଆର ସବୁ ଉର୍ଦ୍ଧ୍ୱରେ, କାହିଁକି ନା ତାପରେ ତାର ଯୋଉ ଚତୁର୍ଥ ସ୍ତର କୁହାହଉଛି, ତାପରେ ତା ଉପରଟା ହଉଛି ସମ୍ବୋଧି ସ୍ତର। ଆଉ ଯେତେବେଳେ ଯୋଗ ସାଧନାରେ ଯୋଉମାନେ ଗଲେ, ସେମାନଙ୍କ ପାଇଁ ଆର ସବୁ କଣ ଉପରକୁ ସବୁ ଉଠିଯିବ। ଚତୁର୍ଥ ସ୍ତର ସେଥିପାଇଁ କହିଲେନି ଧୀ ଶକ୍ତି କହୁଛନ୍ତି ଚତୁର୍ଥ ସ୍ତର ଟା। ଆଉ ଯୋଗ ସାଧନା କ୍ଷେତ୍ରରେ ଯୋଉମାନେ ଯିବେ, ତାଙ୍କର ସବୁ ହଉଛି ସମ୍ବୋଧି, ସମ୍ବୋଧିରୁ ସବୁ ଆସିବ ଜ୍ଞାନ। ତେଣୁ ତାଙ୍କ ପାଇଁ ଆଉ ଏଇ ଯୋଉ ବୁଦ୍ଧି ସ୍ତରର କୌଣସି ଗୁରୁତ୍ୱପୂର୍ଣ୍ଣ ନୁହଁ ତାଙ୍କ ପାଇଁ। ସାଧାରଣ ବ୍ୟକ୍ତି, ଯେହେତୁ ଏଠି ଆମର ଶିକ୍ଷା ବିଷୟ କଥା କୁହାହେଇଛି, ତେଣୁ ସାଧାରଣ ବ୍ୟକ୍ତି ଯେତେବେଳେ ଶିକ୍ଷା ଆରମ୍ଭ କରୁଛି, ତାର କୋଉ କୋଉ ଫ୍ୟାକଲ୍ଟି ତାର ଡେଭଲପ ହବା ଦରକାର ଏବଂ ଜଣେ ଶିକ୍ଷକ ଜାଣିବା ଦରକାର ଯେ ଏଇ ପିଲାଟାର କୋଉ ପାର୍ଟଟା ଆକ୍ଟିଭ ଅଛି, ସେ ସେଇ ପାର୍ଟଟା ଆକ୍ଟିଭ ଅଛି ନା। ତେଣୁ ଜାଣିଲେ କଣ ହବ, ସେଇ କ୍ଷମତାକୁ ବ୍ୟବହାର କରିକି ତାର ଆଗ୍ରହ ଜନ୍ମେଇବ। ଯାହାର କଳ୍ପନା ପ୍ରବଣ, ଯିଏ ଯାହା ପାଖରେ କଳ୍ପନା ଶକ୍ତି ଅଛି, ତାକୁ ଯେତେବେଳେ ଆକ୍ଟିଭିଟି, ଯେତେବେଳେ କ୍ଲାସ ନବ, ଯେତେବେଳେ ତା ସହିତ ଡିଲ୍ କରିବ, ତମେ ସେଇ ଏକା କଥାଟାକୁ ତାକୁ କଳ୍ପନା ଜଗତକୁ ନେଇକି ସେଠି ପହଞ୍ଚେଇକି ସେ ବୁଲେଇ ଆଣିବ ତାକୁ, ସିଏ ତାହେଲେ ତାକୁ ଗ୍ରହଣ କରି ନବ। ଆଉ ଯଦି ଯୁକ୍ତି ଯୁକ୍ତ ଯାହାର ବେଶୀ ଥବ, ତାକୁ କଳ୍ପନା ପ୍ରବଣ କଥା କହିଲେ କଣ ହବ, ସିଏ ହେ କଣ ଗୁଡାକ ବେକାରିଆ କଥା ଗୁଡାକ କହୁଛି, ଏଇଟାର ଲଜିକ କଣ ଅଛି? ସେ କହିବ ଏଥିରେ ଲଜିକ କଣ ଅଛି? କିଛି ଲଜିକ ନାହିଁ। ସେ ଶୁଣିବ ନାହିଁ ତମ କଥା। ତେଣୁ ତାକୁ ତମେ ଯେତେବେଳେ ଡିଲ୍ କରୁଛ ସେ ପିଲାଟିକୁ, ତେଣୁ ନିଜେ ଆଗ ଚିହ୍ନିବା ଦରକାର ତ, ଯେ କୋଉ ପାର୍ଟ ଟା କଣ ଆକ୍ଟିଭ ହେଇଛି କଣ ନାହିଁ, ଏବଂ ତାକୁ ମୁଁ କେମିତି ଡିଲ୍ କରିବି। ତେଣୁ ଯିଏ ଯୁକ୍ତି ଯୁକ୍ତ ଅଛି, ତା ପାଖରେ ସେଥିପାଇଁ ତମେ କଣ କରିବ, ଗୋଟେ କାରଣ ଦର୍ଶେଇବ, ଗୋଟେ ଏକ୍ଜାମ୍ପଲ ଦେଇଦବ। ଦେଖ ଏଇଟା ଯେହେତୁ ଏୟା ହେଇଛି ନା, ତେଣୁ ଏୟା ହବ। ଆମର ମ୍ୟାଥମେଟିକ୍ସ ଯୋଉ ମେଥଡ ରହିଛି, ଇଣ୍ଡକ୍ସନ ମେଥଡ ରହିଛି, ଭିନ୍ନ ଭିନ୍ନ ମେଥଡ ରହିଛି। ଯେମିତି କହନ୍ତି, ସବୁ ଯଦି କୁହା ହେଲା ଯେ ଏଇ ଲୋକଟି ଏଇ ବାଟେ ଯାଇଛି, ସେ ଲୋକଟି ବି ଏଇ ବାଟେ ଯାଇଛି, ତୃତୀୟ ଲୋକ ବି ଏଇ ବାଟେ ଯାଇଛି, ତାମାନେ ଏଇଟା ହିଁ ବାଟ, ଇଏ ଗୋଟେ ମେଥଡ। ତେଣୁ କାହା ପାଇଁ କୋଉ ମେଥଡ ଦରକାର ହୁଏ, ତାକୁ ଜାଣିବା ପାଇଁ ହେଲେ
ଏ ସବୁ ଜିନିଷ ଆମେ ଜାଣିବା ଦରକାର, ସେଥିପାଇଁ ମା ଏତେ ଡିଟେଲ୍ସ କହିଛି। ଆଉ ସେମିତି କିଛି ମାନେ ନାହିଁ ଯେ ଗୋଟେ ପାର୍ଟ ଆକ୍ଟିଭ ହେଇଥିବ ଆର ପାର୍ଟ ଟା ପୁରା ଡଲ ହେଇକି ବସିଥିବ। ଦିଟା ଯାକ ଚାଲିଥାଏ। କିଏ ଟିକେ ଅଧିକ ପ୍ରକାଶ ହୁଏ, କିଏ ଟିକେ କମ ପ୍ରକାଶ ହୁଏ। ତମେ ତାକୁ ଯୋଉ ଭଳି ଭାବରେ ପଥ ପ୍ରଦର୍ଶନ କରିବ ସେ ପାର୍ଟ ଟା ସେତିକି ଆକ୍ଟିଭ ହବ। ପରିବେଶ ପରିସ୍ଥିତି ମା ସୀତାରାମ ବୋଲି ଜଣେ ବ୍ୟକ୍ତି ଥିଲେ। ସେ ନିଜେ ଜଣେ ବୈଦ୍ୟ ନୁହନ୍ତି, କିନ୍ତୁ ମୁଣ୍ଡ ବ୍ୟଥା ପାଇଁ ତାଙ୍କ ପାଖରେ ଫଳପ୍ରଦ ଔଷଧ ଥାଏ। ଲୋକଙ୍କର ମୁଣ୍ଡ ବିଥାରେ ସେ ହଉଛନ୍ତି ସ୍ପେଶାଲିଷ୍ଟ। ପ୍ରକୃତରେ ସେ ବୈଦ୍ୟ ନୁହନ୍ତି। ସେ ତାଙ୍କର କିଛି କିଛି ସାଧାରଣ ଗଛରୁ ପତ୍ର ତୋଳି ଆଣନ୍ତି। ତାକୁ ସମାନ ମାପରେ ଓଜନ କରନ୍ତି। ସେ ପତ୍ରକୁ ସବୁ ଚିକଣ ଭାବରେ ବାଟି ରୋଗୀର ମଥା ଉପରେ ତାକୁ ପତଳାରେ ଲେପ ଦିଅନ୍ତି। ଏବଂ ଲୋକର ମୁଣ୍ଡ ବ୍ୟଥା ଭଲ ହେଇଯାଏ। ତେଣୁ ସମସ୍ତେ ଭାବନ୍ତି ଯେ ସିଏ ଯଦି ତାଙ୍କ ହାତ ଯଦି ପଡିଲା କାହା ମୁଣ୍ଡ ଉପରେ ତେବେ ତା ମୁଣ୍ଡ ବ୍ୟଥା ଚାଲିଯିବ। ତେଣୁ ପ୍ରତ୍ୟେକ ଦିନ ବହୁତ ଲୋକ ତାଙ୍କ ପାଖକୁ ଆସନ୍ତି। ସିଏ ତାଙ୍କ ବାରିପଟକୁ ଯାଆନ୍ତି, ଅନାବାନା ପତ୍ର ସବୁ ତୋଳି ଆଣିବେ। ଆଉ ସେ ସେମିତି ତାଙ୍କର ଚିକିତ୍ସା କରାନ୍ତି। କିନ୍ତୁ କାହାଠାରୁ କିଛି ଅର୍ଥ ଦାବି କରନ୍ତି। ଆଉ ଯଦି କିଏ କିଛି ଦେଲେ ତେବେ ମନା କରନ୍ତି। ତାଙ୍କ ଘର ସମ୍ମୁଖରେ ଆଉ ଜଣେ ବ୍ୟକ୍ତି ରହୁଛନ୍ତି, ତାଙ୍କ ନାଁ ହଉଛି ଜାନକୀରାମ। ଜାନକୀରାମ ଜଣେ ଉପକାରୀ ଲୋକ ବୋଲି ତାଙ୍କ ଗାଁରେ ପ୍ରସିଦ୍ଧ ଅଛି। ସମସ୍ତେ ଜାଣନ୍ତି ଭାରି ଉପକାରୀ ଲୋକ। କାହା ଘରେ କଣ ଦରକାର କିଛି ହଉ, କିଛି ବି ଦରକାର ହଉ, ତାକୁ ଡାକ ନ ଡାକ ସିଏ ଯାଇ ତାଙ୍କ ପାଖରେ ପହଞ୍ଚିଯାଆନ୍ତି ଏବଂ ସାହାଯ୍ୟ କର, ନିଶ୍ଚୟ ସାହାଯ୍ୟ କର। ଆଉ ତାଙ୍କର ବ୍ୟବସାୟଟେ ରହିଛି, ଆଚାର ସେ ବିକନ୍ତି। ଆଉ ତାଙ୍କ ଆଚାର କିନ୍ତୁ ଭାରି ସ୍ଵାଦିଷ୍ଟ ଆଉ କ୍ଵାଲିଟି ମାନେ ଗୁଣାତ୍ମକ ଭଲ କ୍ଵାଲିଟିର ଆଚାର। ତେଣୁ ତାଙ୍କ ସେଇ ଗାଁରେ ତ ପ୍ରସିଦ୍ଧ ସିଏ। ଆଉ ଅନ୍ୟରେ ଆଖପାଖ ଗାଁରେ ବି ସମସ୍ତେ ଆସନ୍ତି ତାଙ୍କ ଆଚାର ନିଅନ୍ତି। ଏବଂ ଧୀରେ ଧୀରେ ସହରରେ ବି ତାଙ୍କ ଆଚାରର ଚାହିଦା ବଢିବ। ଯେତେବେଳେ ଆଉ କିଛି କିଛି ଲୋକ ଯେତେବେଳେ ଆସନ୍ତି ସୀତାରାମଙ୍କ ଘରକୁ, ସେ କୁହନ୍ତି ଯେ ପତ୍ର ନେଇକି ଯିବା ପାଇଁ ବୋଲି। ତେଣୁ ସେ କଣ କରନ୍ତି, ତାଙ୍କ ପାଖରେ ତ ତରାଜୁ ନଥାଏ। ତେଣୁ ଲୋକ କଣ କରନ୍ତି, ଜାନକୀରାମଙ୍କ ପାଖରୁ ତରାଜୁ ନେଇକି ଆସନ୍ତି। ଆଣିକିରି ସେ ଯୋଉ ପତ୍ର ଗୁଡିକ ସମାନ ଓଜନର ମାପ କରିକିରି ଦିଅନ୍ତି ତ, ତେଣୁ ସେ କଣ କରନ୍ତି ସେ ଜାନକୀରାମଙ୍କ ପାଖରୁ ତରାଜୁ ଆଣି ଆଉ ସେଥିରେ ଓଜନ କରି ତାଙ୍କୁ ପୁଣି ତରାଜୁ ଫେରି ଦେଇ ଯାଆନ୍ତି। ଏଇ ହଉଛି ଗୋଟେ ସେଇ ଗାଁ ରେ ଦି ଜଣଙ୍କର ନୀତିଦିନିଆ ଘଟଣା। ଜାନକୀରାମଙ୍କୁ ଲୋକ କିନ୍ତୁ ଅଧିକ ପ୍ରଶଂସା କରନ୍ତି। ସୀତାରାମ ବୁଝିପାରନ୍ତି ନାହିଁ ଯେ ମୁଁ ତ ନିଃଶୁଳ୍କ ସାହାଯ୍ୟ କରୁଛି ସମସ୍ତଙ୍କୁ, ଯାହାର ଯାହା ମୁଣ୍ଡ ବ୍ୟଥା ହେଲେ ଭଲ କରିଦଉଛି। ଲୋକ ମତେ ଛାଡିକିରି ଜାନକୀରାମଙ୍କୁ କାହିଁ ପ୍ରଶଂସା କରୁଛନ୍ତି। ତେଣୁ ଧୀରେ ଧୀରେ ସୀତାରାମଙ୍କ ଭିତରେ ଜାନକୀରାମଙ୍କ ପ୍ରତି ଦ୍ୱେଷ ଭାବ ବଢିଲା। ତେଣୁ ଆଉ ସହିପାରିଲେନି, କହିଲେ ନା ଆର ରହସ୍ୟ ଜାଣିବାକୁ ପଡିବ ଯେ ଲୋକ କାହିଁକି ବେଶୀ ଜାନକୀରାମଙ୍କୁ ପ୍ରଶଂସା କରୁଛନ୍ତି। ଜାନକୀରାମ ଭାରି ଖୁସବାସିଆ ମଣିଷ, ସେ କାହା ଉପରେ କେବେ ବିରକ୍ତ ହଅନ୍ତିନି, କାହାରିକୁ ଆଘାତ ଦେବା ଭଳି ପଦେ ଟିକେ କଥା ବି କହନ୍ତି ନାହିଁ। କାହାର ଅନିଷ୍ଟ ମାନେ ହେଲା ଭଳିଆ କିଛି ବି କାମ କେବେ ସେ କରନ୍ତି ନାହିଁ। ଏବଂ ଯାହାର ଯାହା ଆବଶ୍ୟକ, ଧନୀ ହଉ ଗରିବ ହଉ ସେ କିଛି ତାରତମ୍ୟ ଦେଖନ୍ତିନି। ଯଦି କାହାର କିଛି ଦରକାର ଅଛି ଅର୍ଥ ସାହାଯ୍ୟ ବେଳେ ଅର୍ଥ ସାହାଯ୍ୟ କରନ୍ତି। ଶ୍ରମ ଦରକାର ହେଲେ ସିଏ ଶ୍ରମ ବି ସାହାଯ୍ୟ କରନ୍ତି। ତେଣୁ ସମସ୍ତଙ୍କ ସହିତ ତାଙ୍କର ଭଲ ସମ୍ପର୍କ। କିନ୍ତୁ ଯେତେବେଳେ ବେପାର କରନ୍ତି ସେଥିରେ ସେ ରୋକଠୋକ, ସେଥିରେ ଏପଟ ସେପଟ ନାହିଁ। ଯେତିକି ଦାମ ମାନେ ଦାମ ଠିକ, ସେ ଦାମରେ ଏପଟ ସେପଟ ହବନି। ହଁ ଦର ଦାମରେ ପୁରା ପକ୍କା। ସେଥିରୁ ପଇସା ଟେ କମ ନେବେନି କି ପଇସା ଟେ ଅଧିକ ନେବେନି। ତୁମର ଦରକାର ବେଳେ ସାହାଯ୍ୟ କରିବେ ସେଇଟା ଅଲଗା କଥା। କିନ୍ତୁ ପଇସା ପତ୍ରରେ ସେ ଏପଟ ସେପଟ କରିବେ ନାହିଁ। ଆଉ କାହାରିକୁ ସେ ଧାର ଦିଅନ୍ତି ନାହିଁ। ହଁ ଯେ ଯାହା ସେମିତି ନାହିଁ, ଏମିତି ଛାଡି ଦିଅନ୍ତି ନାହିଁ। ଧାର ଉଧାର ତାଙ୍କ ପାଖରେ ଚଳେନି। ତେଣୁ ଇଏ ହଉଛି ତାଙ୍କର କଣ, ତାଙ୍କର ଇଏ ହଉଛି ତାଙ୍କର ଗୁଣ। ସୀତାରାମଙ୍କ ମନରେ ଦୁଃଖ ହଉଛି ଯେ ସେ କାହାଠୁ ତ ଅର୍ଥ ମାଗନ୍ତି ନାହିଁ,
ରୋଗୀ ଆସିଲେ ବିନା ପାଉଣାରେ ଚିକିତ୍ସା ହଉଛନ୍ତି, ତଥାପି ମତେ ପ୍ରଶଂସା କରୁନାହାନ୍ତି। ହଉ, ଲୋକ ଦିନେ ନା ଦିନେ ବୁଝିବେ, ଜାନକୀରାମର ଅସଲ ରୂପ ଜାଣିବେ ଏବଂ ତାକୁ ପ୍ରଶଂସା ନ କରି ମତେ ପ୍ରଶଂସା କରିବେ। ଏଇଭଳିଆ ଭାବି 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 ସେ କିଛି ବାଟ ପାଇଲା ନାହିଁ କି ବୁଝି ପାରିଲା ନାହିଁ। ଚେଷ୍ଟା କଲା, ବୁଝିଲା, ଦେଖିଲା, କିନ୍ତୁ ଧୀରେ ଧୀରେ ତା ନିଜ ମୁଣ୍ଡ ବ୍ୟଥା ହେଲା। ସାଧାରଣତଃ ଏହା ହୁଏ ଯେତେବେଳେ ତମେ ନିଜ କଥା ଛାଡି ଅନ୍ୟ ବିଷୟରେ ଅଧିକ ମୁଣ୍ଡ ଖେଳେଇବ, ତମ ମୁଣ୍ଡ ବ୍ୟଥା ହବ, ବିପି ବଢିବ, ସବୁ ବଢିବ। ନାଇଁ, ତା ଅର୍ଥ ନୁହେଁ ଯେ ଯୋଉମାନଙ୍କର ବିପି ବଢିଛି ସମସ୍ତେ ଏଇଆ ବୋଲି, ନା ନା, ଏଇଟା କଥାକୁ କୁହାଯାଉଛି। ତେଣୁ ଭୀଷଣ ମୁଣ୍ଡ ବ୍ୟଥା ତାର ହେଲା। ମଜା କଥା ହେଲା, ବର୍ତ୍ତମାନ ତାଙ୍କ ମୁଣ୍ଡ ବ୍ୟଥା ପାଇଁ ସିଏ ବାରିରୁ ପତ୍ର ତୋଳିକି ଆଣି କଣ ମାରିବେ ତ, ମାନେ ନିଜ ମୁଣ୍ଡରେ। ଝିଅ ଗଲା କୋଉଠି? ଜାନକୀରାମଙ୍କ ଘରକୁ ଗଲା ତରାଜୁ ମାଗି ଆଣିବ। କାହିଁକି? ନା ସମାନ ଓଜନରେ ମାପ କରିବ ପୁରା। ତାଙ୍କ ମୁଣ୍ଡ ବିନ୍ଧୁଛି। ବର୍ତ୍ତମାନ ସୀତାରାମଙ୍କ ଝିଅ ଯାଇକି ଜାନକୀରାମଙ୍କ ଘରୁ ତରାଜୁ ନେଇକି ଆସିଲା। ସରି, ପହଞ୍ଚିନି, ଆସିନି, ଆସିନି, ସରି ସରି। ସୀତାରାମଙ୍କ ପତ୍ର ତୋଳିବା କାମ, ମାନେ ପତ୍ର ତୋଳୁଛନ୍ତି, ତାଙ୍କ ଝିଅ ଯାଇକିରି ଜାନକୀରାମଙ୍କ ଘରକୁ ଯାଇଛି ତରାଜୁ ଆଣିବା ପାଇଁ। ଆସିକି ପହଞ୍ଚି କହିଲା, ଆଉ ବାପା ଆଉ ମଉସା କହିଲେ ଯେ ତାଙ୍କ ଘରେ ତରାଜୁ ନାହିଁ। ସୀତାରାମ କହିଲେ, ସେ ଆଉ କାହାକୁ ଦେଇଛନ୍ତି କି କଣ ପଚାରିଲୁନି? ସେଠୁ ଇଏ କହିଲେ, ମୁଁ ପଚାରିବାକୁ ଚାହୁଁଥିଲି ଯେ ବାବା, କିନ୍ତୁ ମୁଁ ଜାଣିପାରିଲି ଯେ ମାଉସୀ ଭିତରେ ତରାଜୁରେ କଣ ସବୁ ମାପ କରୁଛନ୍ତି, ତେଣୁ ଆଉ କାହିଁକି ପଚାରିବି? ତେଣୁ ସେମାନେ ବୋଧେ ଦବାକୁ ଚାହୁଁନାହାନ୍ତି ଆଉ, ସେଥିପାଇଁ ମୁଁ ନ ପଚାରିକି ପଳେଇ ଆସିଲି। ସେଠୁ ସୀତାରାମ କହୁଛନ୍ତି, ସମ୍ଭବତଃ ତାଙ୍କର ଜରୁରୀ ଦରକାର ଥିବ, ତୁ କହିଲୁନି ଯେ ଆମେ ଟିକେ ଦିଅନ୍ତୁ, ଆମେ ଚଞ୍ଚଳ ଫେରେଇ ଦବୁ ବୋଲି। ଗୋଟେ ଝିଅ କହୁଛି, କହିଥାନ୍ତି ଯେ ସିଏ ମତେ କେବଳ କହିଲେ ତରାଜୁ ନାହିଁ। ସେ କଣ ମତେ କହିଲେ ଯେ ତରାଜୁରେ ସେ କାମ କରୁଛନ୍ତି ବୋଲି? ମାନେ ଝିଅ ତ ଛୋଟ ଝିଅଟା ନା, ସିଏ ତ ମତେ କହିଲେ ଯେ ତରାଜୁ ନାହିଁ ବୋଲି। ସିଏ ଯଦି କହିଥାନ୍ତେ ତରାଜୁରେ କାମ କରୁଛନ୍ତି, ତାହେଲେ ମୁଁ କହିଥାନ୍ତି ଦିଅନ୍ତୁ, ମୁଁ ଆମେ ସାଙ୍ଗେ ସାଙ୍ଗେ ଆଣି ଫେରେଇଦେବୁ ବୋଲି। ଏବେ ସୀତାରାମଙ୍କ ମୁଣ୍ଡକୁ ଗୋଟେ କଥା ବୁଝିଗଲା। କଣ? ନା ଗ୍ରାମରେ ପରୋପକାରୀ ବୋଲାଉଥିବା ଜାନକୀରାମ ସମସ୍ତଙ୍କୁ ତରାଜୁ ଦଉଛି, ଅଥଚ ମତେ ମନା କରୁଛି। ତାର ଅର୍ଥ ହଉଛି ତାର ହୃଦୟ ନିର୍ମଳ ନୁହେଁ। ବର୍ତ୍ତମାନ ସମୟ ଆସିଯାଇଛି ତାର ଅସଲ ରୂପ ସମସ୍ତଙ୍କ ଆଗରେ କହିବାକୁ। ତେଣୁ ସେ ସାଙ୍ଗେ ସାଙ୍ଗେ ଯାଇକି ଜାନକୀରାମର ଘରେ ପହଞ୍ଚିଗଲେ। ସେତିକି ବେଳେ ଦେଖିଲା ବେଳକୁ ଜାନକୀରାମ କଣ କରୁଛନ୍ତି? ତରାଜୁରେ କଣ ସବୁ ଓଜନ କରୁଛନ୍ତି। ତରାଜୁ ମାନେ ଆମେ ଯୋଉଟାକୁ କହୁଛୁ ନିକିଥିବା। ତାଙ୍କୁ ସୀତାରାମଙ୍କୁ ଦେଖିକି ଜାନକୀରାମ କହିଲେ, ହଉ ଆଜ୍ଞା ଆଜ୍ଞା, ଆସନ୍ତୁ ଆସନ୍ତୁ, ବସନ୍ତୁ ଏଠି। ଆଉ ଆଚାର କାମ ହେଲା ବେଳେ ମୁଁ ଆଉ କୋଉ ତରାଜୁ ବ୍ୟବହାର କରେ ନାହିଁ। ସେଇଥିପାଇଁ ଝିଅକୁ କହିଲି ଯେ ତରାଜୁ ନାହିଁ, ଆଉ ଆପଣ କିଛି ଖରାପ ଭାବିବେ। ସେଠୁ ଇଏ କହୁଛି, ଏବେ ଏଥିରେ ଖରାପ ଭାବିବାର କଣ ଅଛି? କିଏ? ସୀତାରାମ କହୁଛନ୍ତି। ତୁମେ ଜାଣିଛ ଯେ ପ୍ରତିଦିନ ମୋ ଘରକୁ ରୋଗୀ ଆସୁଛନ୍ତି, ତେଣୁ ଆଉ ଗୋଟିଏ ତରାଜୁ କିଣି ରଖିଥିଲେ ହେଇନଥାନ୍ତା? ଆପଣଙ୍କର ଆଚାର କାମ ବି ଠିକ ଚାଲିଥାନ୍ତା, ଆଉ ମୋର ବି ସୁବିଧା ହେଇଥାନ୍ତା। ସୀତାରାମ ଏଟା ଟିକେ ମାନେ କଣ ବ୍ୟଙ୍ଗ କରିକିରି କହେ, ଥଟ୍ଟା କରିକି। ଏହା ଶୁଣି ଜାନକୀରାମ ଚକିତ ହେଇ କହିଲେ, ଆପଣ କହିବା ପୂର୍ବରୁ ମୁଁ ସେ କାମ ସାରି ଦେଇଛି ନା ଆଉ। ଯେବେଠାରୁ ଆପଣ ମୋ ଘର ସମ୍ମୁଖରେ ରହୁଛନ୍ତି, ସେବେଠାରୁ ମୁଁ ଦେଖୁଛି ଯେ ତରାଜୁର ଚାହିଦା ବଢିଛି। ସମସ୍ତେ ଆସି ତରାଜୁ ମାଗୁଛନ୍ତି, ତେଣୁ ମୁଁ ଆଉ ଗୋଟେ ତରାଜୁ କିଣିଦେଲି। କିନ୍ତୁ ଏବେ ସେଇ ତରାଜୁଟି ଆମ୍ବ ଓଜନ କରିବାକୁ ଭୀମ ନେଇଯାଉଛି। କଥାଟା ହଉଛି, ଆପଣଙ୍କର ସୁବିଧା ପାଇଁ ହିଁ ମୁଁ ଆଉ ଗୋଟେ ତରାଜୁ କିଣିଛି। ଆଉ ସେଇ ତରାଜୁଟି ଆମ୍ବ ଓଜନ କରିବା ପାଇଁ ପାଖ ପଡିଶାରେ ଭୀମ ସେ ନେଇଯାଇଛି। ବର୍ତ୍ତମାନ ସୀତାରାମ ନିଜ ଭୁଲ ଟା ବୁଝିଲେ। ସିଏ ଭାବୁଥିଲେ କଣ? ଯେ ତରାଜୁ ତାଙ୍କ ଘରେ ଥାଇକିରି ସିଏ ମନା କଲେ, ମୁଁ ବର୍ତ୍ତମାନ ଯିବି ଲୋକଙ୍କୁ କହିଦେବି। କିନ୍ତୁ ଦେଖିଲା ବେଳକୁ କଣ, ସିଏ ତ ସ୍ପଷ୍ଟ କରିଦେଲେ ଯେ ତରାଜୁ ମାପିବା ପାଇଁ, ଆଚାର ମାପିବା ପାଇଁ ତରାଜୁ ସେ ଅଲଗା ରଖିଛନ୍ତି, ଯୋଉଟା କି ସେ ଆଚାର ମାପନ୍ତି, ଆଉ ସେଥିରେ ସେ ଆଉ କିଛି ମାପିବାକୁ ଚାହାନ୍ତିନି। ଆଉ ଯେହେତୁ ସୀତାରାମଙ୍କ ଘରକୁ ଯିଏ ବି ଆସନ୍ତି
ତରାଜୁ ଦରକାର କରନ୍ତି। ତେଣୁ ସିଏ ଆଉ ଗୋଟେ ତରାଜୁ କିଣିକି ରଖିଛନ୍ତି କେବଳ ଅନ୍ୟମାନଙ୍କ ପାଇଁ। ସେଇ ତରାଜୁଟା ନଥିଲା। ତେଣୁ ଝିଅ ଯେତେବେଳେ ଆସି ମାଗିଲା, ତେଣୁ ଇଏ କହିଲେ ତରାଜୁ ନାହିଁ। କିନ୍ତୁ ସୀତାରାମ କଣ ଭାବିଲା ଯେ ଥାଇକିଏ ମନା କରୁଛନ୍ତି। ତେଣୁ ଏଠି ଦିଟା ଜିନିଷ ଦେଖ। ପ୍ରଥମ କଥା ହେଲା, ଯିଏ ଅନ୍ୟର ହିତ ଚାହିଁବ ସିଏ କେବେ ବି ନିଜେ ପ୍ରଶଂସା ପାଇବା ପାଇଁ ଆଶା କରିକି କରିବ ନାହିଁ। ଲୋକ ତାକୁ ମାନ୍ୟ ଦଉଛନ୍ତି କି ନାହିଁ, ଲୋକ ତା କଥାଟାକୁ ଗ୍ରହଣ କରୁଛନ୍ତି କି ନାହିଁ, ତାର ସେଥିରେ କିଛି ଭାବିବାର ନଥାଏ। ସେ କେବେ ଭାବେ ନାହିଁ, କଳ୍ପନା କରେନି ଯେ ମତେ ଲୋକ କଣ ଭାବୁଥିବେ। ଆଉ ଗୋଟେ କଥା ହେଲା, ତମେ ବାହାରୁ ହଠାତ୍ ଦେଖିକରି କୌଣସି କଥାକୁ ନେଇକି ବିଚାର କରିବ ନାହିଁ। ଦେଖନ୍ତୁ, ସେଇ ତରାଜୁ କଥାଟା ତରାଜୁରେ ସେ ମାପୁଛନ୍ତି, କିନ୍ତୁ ଭିତର କଥାଟା କିଏ ଜାଣିଛି? ଯେ ଆଚାର ମାପିବା ପାଇଁ ତରାଜୁ ଅଲଗା, ଏବଂ ଏଇ ଯୋଉ ଲୋକମାନଙ୍କ ପାଇଁ ମଧ୍ୟ ସିଏ ଆଉ ଗୋଟେ ତରାଜୁ ନିଜେ କିଣିକି ରଖିଛନ୍ତି କେବଳ ତାଙ୍କ ପାଇଁ, ଅନ୍ୟମାନଙ୍କ ପାଇଁ। ଆମେ ବାହାରୁ ହଠାତ୍ ଦେଖିଲେ, ଆରେ ହଁ ତ ସେ ତ ତରାଜୁରେ ମାପୁଥିଲା, କଣ ମନା କରିଦେଲେ। ଏଇ ହଉଛି ଆମର ମନର ସୀମିତତା। ତେଣୁ ଯିଏ ସ୍ୱଭାବତଃ ସହଜାତ ଗୁଣ ରଖିଛି ପରୋପକାର ପାଇଁ, ସିଏ କେବେ ବି କାହାଠାରୁ କିଛି ଆଶା ରଖିବ ନାହିଁ। ତାକୁ ପ୍ରଶଂସା କଲେ କେତେ, ନିନ୍ଦା କଲେ କେତେ, ତାର ସେଥିରେ କିଛି ଯାଏ ଆସେ ନାହିଁ। ସିଏ, ଆମର କେତେ ଜଣ ଲୋକ ଥାଆନ୍ତି କହନ୍ତି, ହଁ ଯେ ମୁଁ ତାକୁ ଭଲ ପାଉଛି, ସିଏ ମତେ ଭଲ ପାଉ କି ନ ପାଉ, ଆଟଲିଷ୍ଟ ରେକଗ୍ନାଇଜ କରିବା କଥା ତ, ଯେ ହଁ ମତେ ସିଏ ଭଲ ପାଉଛନ୍ତି ବୋଲି। ଇଏ ହଉଛନ୍ତି ଯୋଉ ଭଲ ପାଇବାର ଚାରି ପ୍ରକାର ଭିତରୁ ଇଏ ହଉଛି ସବୁଠୁ ଲୋଏଷ୍ଟ, ନିମ୍ନ ସ୍ତର। ଯେ ମୁଁ ଭଲ ପାଉଛି, ଆଶା ରଖୁଛି ସେ ମତେ ଭଲ ପାଉ। ମତେ ଯଦି ଭଲ ନ ପାଉଛି, ଦ୍ଵିତୀୟ ତା ଉପର ଟେ କାଟାରୁ ଭଲ ପାଉ କି ନ ପାଉ, ଆଟଲିଷ୍ଟ ରେକଗ୍ନାଇଜ କରୁଛି ସେ ମତେ ଭଲ ପାଉଛି। ଏହା ନିଃସ୍ୱାର୍ଥପର ଆଦୌ ନୁହେଁ। ତେଣୁ ଜଣେ ଯେତେବେଳେ ଜଣଙ୍କର ସାହାଯ୍ୟ କରୁଛି, ଜଣକୁ ଯୋଉ କୌଣସି ପ୍ରକାରେ ସେ ଆଶା କରୁଛି ଇଏ ସେ ମୋ ପ୍ରତି କୃତଜ୍ଞ ହଉ, ତାହେଲେ ସେ ତାର ଯୋଉ ସାହାଯ୍ୟଟି ବୃଥା ହେଇଗଲା। ସେଇ ସାହାଯ୍ୟର ଯୋଉ ଆମେ କହିପାରିବା ଇନ ରିଟର୍ଣ, ଯୋଉ ଶକ୍ତି ମାନଙ୍କର ତା ପ୍ରତି ଯୋଉ ରହିଥାନ୍ତା, ତାଙ୍କୁ ସୁରକ୍ଷା ଦେଇଥାନ୍ତେ, ତାକୁ ସହଯୋଗ କରିଥାନ୍ତେ, ଯେତେ ଇନ ରିଟର୍ଣ ଯେତେବେଳେ ଆମେ ଆଶା କରୁଛୁ, ତେଣୁ ସେ ଶକ୍ତି ମାନେ ଆସିବେ। ତେଣୁ ତୁମର କେବଳ ତୁମେ ସିନା ସାହାଯ୍ୟ କରି କରି ଚାଲୁଛ, କିନ୍ତୁ ତମକୁ କେହି ମାନେ ତମେ ତାର ଯୋଉଟା ଆମେ ଆମ ଭାଷାରେ କହିଲେ ତା ଲାଭଟା ତମେ ପାଇବ। ଆମେ ଯଦି କହିବା ଆମ ଏଇ ଲାଭ କ୍ଷତିରେ ବୁଝନ୍ତି ତ, ତେଣୁ କହନ୍ତି ନା ମତେ ତମେ ଧନ୍ୟବାଦ ଦଉନ, ମୁଁ ତମକୁ ଏତେ ସେବା କରୁଛି ତମର। ଇଏ ଇଏ ହଉଛି ସେଇଭଳିଆ କଥା। ଆମେ କହୁ କି ନ କହୁ, ଯେତେବେଳେ ଅନ୍ୟ ଜଣଙ୍କୁ ଈର୍ଷା କରୁଛୁ, ସେ ସୀତାରାମ କ୍ଷେତ୍ରରେ ଯେମିତି ଘଟିଲା, ଯେ ମୁଁ ଏତେ ଲୋକଙ୍କର ସେବା କରୁଛି, ମତେ କଣ ପ୍ରଶଂସା ନକରେ ତାକୁ ପ୍ରଶଂସା କରୁଛି। ହଉ, ଆମେ ଆମ ଜୀବନରେ, ସେଥିପାଇଁ ମା ଅନେକ ଜାଗାରେ ବାରମ୍ବାର କହୁଛନ୍ତି, ତମେ କେବଳ ପରମଙ୍କୁ ଖୁସି କରିବା ପାଇଁ କାର୍ଯ୍ୟ କରିବ। ନଟ୍ ଫର ଏନି ଅଦର୍ସ। ନିଜକୁ ଖୁସି କରିବା ପାଇଁ ନୁହେଁ, ଅନ୍ୟ କାହାକୁ ଖୁସି କରିବା ପାଇଁ ନୁହେଁ, କେବଳ କେବଳ ଭଗବାନଙ୍କୁ, ପରମଙ୍କୁ, ମାଙ୍କୁ ଆମେ ମାଙ୍କ ପ୍ରୀତ୍ୟର୍ଥେ କାମ କରିବା। ମା ମାଙ୍କୁ ଆବାହନ କରି ସାରିବା। ମା। ଥ୍ୟାଙ୍କ ୟୁ ଅଲ୍, ରୋବର।